ସାଙ୍ଗମାନେ ଆପଣମାନଙ୍କୁ ଆଉ ଗୋଟେ ବୋଲେରୋ 9 ସିଟର ଦେଖଉଛି। ଭାଇ ଭଡ଼ା ନୂଆ ବର୍ଷର ଭଡ଼ା ଯିବ, ବାହାଘରରେ ମଧ୍ୟ ଆପଣଙ୍କର ଭଡ଼ା ଯିବ, ଆଉ ନିଜର ପର୍ସନାଲ କାମ ବି ଆସିବ। ମାଇଲେଜ ଆପଣଙ୍କର 14-15 ଲଙ୍ଗରେ ଆପଣମାନଙ୍କୁ ମିଳିବ। ଗାଁ ଗହଳିରେ ଆପଣମାନଙ୍କୁ 10 ଭିତରେ ମାଇଲେଜ ମିଳିବ ଯଦି 1 ଲିଟର ଆମେ ତେଲ ପକେଇବା। ସେଇ ହିସାବରେ ଯଦି ଧରିବ, ଯାଜପୁରରେ ଗାଡ଼ି ଅଛି 12 ଘଣ୍ଟା ହେବ ଲୋଡ୍ କରାଯାଇଛି। ଗୁଡ୍ ଆଣ୍ଡ ରିଟର୍ନ କଣ୍ଡିସନ ବୋଲେରୋ 9 ସିଟର ଭାଇଙ୍କ ତରଫରୁ ଅପଡେଟ୍ ସବୁ ରହିଛି। କାଗଜପତ୍ର ଏଠି ମେଣ୍ଟେନାନ୍ସ ବି କରିଦେଇଛନ୍ତି, ଆପଣମାନେ ଦେଖିପାରୁଥିବେ। ତ ଆପଣମାନେ ଟିକେ ସ୍କ୍ରିନସଟ୍ ନେଇକି ମଧ୍ୟ ଦେଖିପାରିବେ, କିଛି ଅସୁବିଧା ନାହିଁ। ଗାଡ଼ିର ପ୍ରାଇସ୍ ବହୁତ କମ୍ ଭାଇ ରହିଛି ହେଲା। ତ ଗାଡ଼ିର ପ୍ରାଇସ୍ ଅଛି ଆପଣଙ୍କୁ 3,40,000 ଟଙ୍କା। ମୋ ହିସାବରେ ଭଲ ପ୍ରାଇସ୍ ଅଛି। ଗୋଟେ OD ନମ୍ବର ପାଇବେ, ଡିର କିଛି ଅସୁବିଧା ନାହିଁ। ତ ଆପଣ ଗାଡ଼ି ନେଇଯିବେ, ପ୍ରାଇଭେଟ୍ ନମ୍ବର ପ୍ଲେଟ୍ କରିଦେବେ, ଆପଣଙ୍କୁ ସବୁରୁ କମ୍ ଚାର୍ଜେସ୍ ଲାଗିବ। ଏ ୟେଲୋ କଲର୍ ଯେଉଁ ରହିଛି ଆପଣଙ୍କ ପାଇଁ ଅଧିକା ଚାର୍ଜେସ୍ ଲାଗିବ। ହ୍ୱାଇଟ୍ ପ୍ଲେଟ୍ କରିଦେଲା ମାନେ ବହୁତ କମ୍ ଚାର୍ଜେସ୍ ରହିବ, ନିଜର ପର୍ସନାଲ ପାଇଁ କାମ ରହିବ। ତ ସାଙ୍ଗମାନେ ପୁଣି ଆପଣଙ୍କ ପାଇଁ ଗୋଟେ ଓଆର ଗାଡ଼ି ଆଣିଲି। ଗାଡ଼ିର ପ୍ରାଇସ୍ 2,65,000 ଟଙ୍କା ରହିଛି ହେଲା। ଆପଣ ଦେଖନ୍ତୁ, ଯେମିତି ପଇସା ସେମିତି ଗାଡ଼ି। ଯଦି ଜଣେ ନୂଆ, ଏଇଟା ଦେଖନ୍ତୁ ପ୍ରାଇଭେଟ୍ ନମ୍ବର ପ୍ଲେଟ୍ ଅଛି, ବହୁତ କମ୍ ଚାର୍ଜେସ୍ ଆପଣ ଫିଟନେସ୍ ଲାଗିବ। ଅନରସିପ୍ ତ ଆପଣମାନଙ୍କୁ ଚେଞ୍ଜ କରିବା ପାଇଁ ପଡ଼ିବ। ଯଦି ନେଉଛନ୍ତି ଭାଇ ନିଅନ୍ତୁ, ନିଜର ପର୍ସନାଲ କାମ ସହିତ ଭଡ଼ା ବି ଯାଇପାରିବେ। ଆଜିର ଡେଟ୍ର ଆପଣ ଚାଲୁ ଭଡ଼ା କରିପାରିବେ, କିଛି ଅସୁବିଧା ନାହିଁ। କାହିଁକିନା ଲୋକମାନେ ମୁଠା ମୁଠା ଦାମ ଲଗାଉଛନ୍ତି, ଆପଣ ଦାମ କାହିଁ ଲଗାଇବେ? ଖାଲି ତେଲ ପଇସାଟା ସାରୁ ଆଉ 500-600 ଏକ୍ସଟ୍ରା ଲଗାଇବେ। ଇଏ ହେଲା ବିଜନେସ୍ ଟ୍ରିକ୍। କାହିଁକିନା କମ୍ପିଟିସନ୍ ମାର୍କେଟ ଚାଲିଛି। ଆପଣ ଯଦି 2 ଲକ୍ଷ ଇନଭେଷ୍ଟ କରୁଛନ୍ତି, ତାହେଲେ ଆପଣ ହୁଏତ ଆପଣଙ୍କୁ ବର୍ଷ ଭିତରେ 1,00,000 ଟଙ୍କା ଇନକମ୍ କରିପାରିବେ। ଆର ଟ୍ରିକ୍ ଅଛି, ବିଜନେସ୍ କରିବା ଟ୍ରିକ୍ ଅଛି। ଖାଲି ଆମେ ପଇସା ଅଛି କିଣିନେବା ନା, ଆପଣ ପ୍ଲାନ୍ କରନ୍ତୁ, ତାପରେ ଗୋଟେ ଗାଡ଼ି କିଣିବେ। ଗାଡ଼ିର ପ୍ରାଇସ୍ ଆପଣଙ୍କୁ 2,65,000 ଟଙ୍କା ରହିଛି। ତ ନେକ୍ସଟ ଦେଖିବା। ଦେଖନ୍ତୁ, ବର୍ତ୍ତମାନ ମୁଁ ଆପଣଙ୍କୁ ଗୋଟେ ଏମିତି ନମ୍ବର ପ୍ଲେଟ୍ର ଗାଡ଼ି ଦେବି, ହ୍ୱାଇଟ୍ ନମ୍ବର। ଏ ଗାଡ଼ିର ସବୁ କିଛି ଓକେ, ଫେର୍ ବି ଭାଇମାନେ ଗାଡ଼ି ସେଲିଂ କରିଦେଉଛନ୍ତି। କାହିଁକିନା ତାଙ୍କୁ ବିଜନେସ୍ ଟ୍ରିକ୍ ଜଣା ନାହିଁ। ଯଦି ଜଣା ଅଛି, ସେ ହାଇ ଫାଇ ରେଟ୍ରେ କରୁଥିବେ, ସେ ସେଥିପାଇଁ ବିଜନେସ୍ କରିପାରୁନାହାନ୍ତି। ବିଜନେସ୍ ବି ଟ୍ରିକ୍ ଅଛି, ଆପଣ ଭଡ଼ା କରିବାରେ ବି ଟ୍ରିକ୍ ଅଛି। ସେଇ ହିସାବରେ ଦେଖନ୍ତୁ, ଗାଡ଼ି ପୁରା ଠିକ୍ ଅଛି, କିନ୍ତୁ ପ୍ରାଇସ୍ ଭାଇଙ୍କର ପୁରା ରଖିଛନ୍ତି ହାଇ ଫାଇ, 7,65,000। ଏଇଥିପାଇଁ ଇଏ ହେଉଛି ଆପଣଙ୍କର 2017-18 ଭିତରେ କି 19 ଭିତରେ ଗାଡ଼ି ଆସିବ। କାହିଁକିନା ମୁଁ ଚେକ୍ କରିନାହିଁ, ମୁଁ ଆପଣଙ୍କୁ ଗାଡ଼ି ମେନସନ୍ କଲି। ଯେହେତୁ ଭାଇ ବିକ୍ରି କରିବା ପାଇଁ ଚାହୁଁଛନ୍ତି, ତ ଭାଇକି ସପୋର୍ଟ କରିବା ମୋ ଦାୟିତ୍ୱ। କାହିଁକିନା ଏଇଟା ହେଲା ମାର୍କେଟିଂ ସିଷ୍ଟମ୍। ତ ମାର୍କେଟ ସିଷ୍ଟମ୍ ସେ ଯେହେତୁ ତାଙ୍କ ଗାଡ଼ି ଦେଇଛନ୍ତି, ତ ଗାଡ଼ି ଦେଖନ୍ତୁ। ଆପଣ ଇଣ୍ଟରେଷ୍ଟିଂ ଥିଲେ ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ତ ନେକ୍ସଟ ନଜରରେ କ'ଣ ଅଛି? ତ ସାଙ୍ଗମାନେ ପୁଣି ଆପଣଙ୍କୁ ଗୋଟେ ପ୍ରାଇଭେଟ୍ ନମ୍ବର ପ୍ଲେଟ୍ ଦେଖୁଛି। ମୁଁ ଆପଣଙ୍କୁ ବାରମ୍ବାର ସଜେସନ୍ କରୁଛି, ମାର୍କେଟ ଭିତରେ ରାଇରଙ୍ଗପୁରରେ ଗାଡ଼ିଟି ରହିଛି। ଆପଣ ଇଚ୍ଛା ଥିଲେ ଗାଡ଼ି ଗୋଟେ ନେବା ପାଇଁ ଇଣ୍ଟରେଷ୍ଟିଂ ଥିଲେ, 5,50,000 ନେଉଛନ୍ତି, ମାନେ ଏଇଟା 2016 କି 14-15 ଭିତରେ ଗାଡ଼ିଟି ରହିଛି ହେଲା। ମୁଁ ଯେତିକି ମାର୍କେଟିଂ ଉପରେ ଜାଣିଲେଣି, ଆପଣ ପ୍ରାଇଭେଟ୍ ନମ୍ବର ପ୍ଲେଟ୍ ନେବେ, ବେଶୀ ନାହିଁ, ଫିଟନେସ୍ ଚାର୍ଜ କମ୍ ପଡ଼ିବ। ଯଦି ଆପଣ ଗୋଟେ ୟେଲୋ କଲର୍ ନମ୍ବର ପ୍ଲେଟ୍ ନେଉଛନ୍ତି, ଯେଉଁଟା ଗଭର୍ଣ୍ଣମେଣ୍ଟ ନମ୍ବର, ତ ସେ ଗାଡ଼ି କ'ଣ ଆପଣ ସବୁଆଡ଼େ ଯାଇପାରିବା ପାଇଁ ସେଥିପାଇଁ କରନ୍ତି। କିନ୍ତୁ ସେଥିରେ ଯଦି ଆପଣଙ୍କୁ ମାନେ 29,000 ଲାଗୁଥିବ, ଏଠି ତାର ଅଧାଟା ଲାଗିବ। ସେଥିପାଇଁ ମୁଁ ଆପଣଙ୍କୁ ସଜେସନ୍ କରୁଛି, ଆପଣମାନେ ହ୍ୱାଇଟ୍ ନମ୍ବର ପ୍ଲେଟ୍ ନେବା ପାଇଁ ଚେଷ୍ଟା କରନ୍ତୁ। ଯଦି ଭଲ କଣ୍ଡିସନର ଗୋଟେ ୟେଲୋ କଲର୍ର ପ୍ଲେଟ୍ ନେଉଛନ୍ତି, ତାହେଲେ ଆପଣ ଇମିଡ଼ିଏଟଲି ପ୍ରାଇଭେଟ୍ ନମ୍ବର ପ୍ଲେଟ୍ କରିଦିଅନ୍ତୁ। ଯେତେବେଳେ ଆପଣ ସବୁ କରିବେ, ସେ ସମୟରେ କରିଦେବେ। ଗାଡ଼ିର ପ୍ରାଇସ୍ ଅଛି 5,50,000 ଟଙ୍କା। ଗାଡ଼ି ଆପଣଙ୍କ ସାମ୍ନାରେ ଅଛି, ଆପଣମାନେ ଦେଖନ୍ତୁ। ଇଣ୍ଟରେଷ୍ଟିଂ ଥିଲେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରି ଆପଣ ମତାମତ ଦେବେ। ନେକ୍ସଟ ନଜରରେ କ'ଣ ଦେଖନ୍ତୁ, ତା ମାନେ ନୁହେଁ ଯେ ମୁଁ ଖାଲି କେବଳ ନିଜ ଏରିଆରେ ଦେଖେଇବି ନା, ୱେଷ୍ଟ ବେଙ୍ଗଲରେ ବି ଗାଡ଼ି ଆପଣମାନଙ୍କୁ ଦେଖେଇବି। ଗାଡ଼ି ଦେଖନ୍ତୁ, 2,20,000 ଟଙ୍କାର ଭାଇ ଆମର ଫିକ୍ସ ରଖିଛନ୍ତି। ଲୁକ୍ ଦେଖନ୍ତୁ, ହାଲକା ହାଲକା ଟିକେ ଟଚ୍ ରହିଛି। ଚକା ଆପଣ ମନେ 4ଟା ଯାକ ନୂଆ ପାଇବେ। ଭିତରେ ତା ଗାଡ଼ି କଣ୍ଡିସନ ପୁରା ନୂଆ ଅଛି। ଆପଣ ଭାବୁଥିବେ, ଆପଣ ତ ଦେଖିନାହାନ୍ତି, କେମିତି ଜାଣିଲେ? ନା, ଆମେ ଗାଡ଼ି ଦେଖିକି ବି ଜାଣିପାରିବୁ ଯେ ଭିତରେ ସବୁ କ'ଣ ରହିଛି। ଆପଣ ଟିକେ ଧ୍ୟାନ ଦେଇ ଦେଖନ୍ତୁ, ଜାଣିପାରିବେ। ଭାଇଙ୍କର ଆଉ କୌଣସି ଫଟୋ ନାହିଁ, ଗୋଟିଏ ଫଟୋ ଦେଇଛନ୍ତି। ଆଉ କାହିଁକିନା ଆଜିକାଲି ୱେଷ୍ଟ ବେଙ୍ଗଲ ସବୁ ନୂଆ ଗାଡ଼ି କିଣୁଛନ୍ତି, ପୁରୁଣା ଗାଡ଼ି କିଣୁନାହାନ୍ତି। ପୁରୁଣା ଗାଡ଼ିର ଆପଣ କମ୍ ମେଣ୍ଟେନାନ୍ସ ଲାଗିବ। ନୂଆ ଗାଡ଼ିରେ ଆଜିକାଲି ଏସି କତରୁ ତା ପାଇଁ ବି ଅଲଗା ଲାଗୁଛି। ଆପଣ CNG ଗାଡ଼ି ଆଣନ୍ତୁ, ତା ପାଇଁ ମଧ୍ୟ ଅଲଗା ଲାଗୁଛି।
କିନ୍ତୁ ଯଦି ଆମେ ଡିଜେଲ ଗାଡ଼ି ନେବା ପୁରୁଣା ଗାଡ଼ି ଏଥିରେ ବହୁତ କମ୍ ଆପଣଙ୍କୁ ଖର୍ଚ୍ଚ ଲାଗିବ। ମୋ ତରଫରୁ ମୁଁ କହୁଛି, କାହିଁକିନା ମୋତେ ବି ଜଣା ଅଛି। ତ 2,20,000 ଟଙ୍କାରେ ଆପଣମାନଙ୍କ ପାଖକୁ ଗୋଟେ ଗାଡ଼ି ଯିବ ହେଲା। ତ ନେକ୍ସଟ ନଜରରେ କ'ଣ ଅଛି? ଆଚ୍ଛା, ତାରି ଭିତରେ ମୁଁ ଆଉ ଗୋଟେ ଗାଡ଼ି ଆପଣମାନଙ୍କୁ ଦେଖଉଛି। ପ୍ରାଇଭେଟ ନମ୍ବର ପ୍ଲେଟ୍ ଫ୍ୟାମିଲି ଗାଡ଼ି ଯେଉଁମାନେ କରନ୍ତି ଭାଇ, ଏଥିରେ ଏସି କତରୁ ମ୍ୟୁଜିକ୍ କତରୁ ସବୁ ଜାଗା ଠିକ୍ ଠାକ୍ ରହିଛି। ବାଲେଶ୍ୱର ଗାଡ଼ିରେ ଆଭେଲେବଲ୍ ଅଛି। ଯଦି ଗାଡ଼ି ନେବା ପାଇଁ ଚାହୁଁଛନ୍ତି 3,80,000 ଟଙ୍କା ନେଇପାରିବେ। ପର୍ସନାଲ ଗାଡ଼ି ହିସାବରେ ଆପଣମାନଙ୍କ ପାଖରେ ରହିବ। ନୂଆ ଗାଡ଼ି ଭାଇ କିଣି କିଛି ଲାଭ ହିଁ ନାହିଁ। ଖାଲି ଟଙ୍କା ଇନଭେଷ୍ଟ କରିବେ, ଓଲଟାରୁ ଉପରେ ଟେନସନ୍ ରହିବ ଆପଣଙ୍କର। ପୁରୁଣା ଗାଡ଼ି ନିଅନ୍ତୁ, କିଛି ନାହିଁ। ଇଞ୍ଜିନ୍ ଆଗେ ଭାଇ ଦେଖିବେ, ଇଞ୍ଜିନ୍ ଚେଚିସ୍ ଠିକ୍ ଅଛି କି ନାହିଁ। ଭଲ ଅଛି। ପ୍ରାଇଭେଟ ନମ୍ବର ପ୍ଲେଟ୍ ଗୋଟେ ଗାଡ଼ି ନେଲେ କିଛି ଅସୁବିଧା ନାହିଁ। ଆପଣ ଚାର୍ଜେସ୍ ଲଗାଇଦେଲେ, ଯେଉଁଟା ଆପଣ 20,00,000 21,00,000 22,00,000 ପର୍ଯ୍ୟନ୍ତ ଆପଣ ଟଙ୍କା ଖର୍ଚ୍ଚ କରୁଛନ୍ତି, ମାନେ ବର୍ଷ ସାରା ସୁଝି ଦେଉଥିବେ। ସେଇ ପଇସା ଆମେ ଏଠି କାହିଁକି ନ ସାରିବା କାହିଁକି? ତାଠାରୁ କମ୍ ଆପଣଙ୍କର ଖର୍ଚ୍ଚ ହେବ। ଆପଣ ଗାଡ଼ି କିଣି ସାରିଲା ପରେ ଆପଣ ଯେତେବେଳେ 2-3 ବର୍ଷ ଚଲେଇବେ, ଆପଣଙ୍କ ଗାଡ଼ି ସଉକଟା ବନ୍ଦ ହେଇଯିବ, ଆଉ ଚଲେଇବେନି, ଗାଡ଼ି ପୁରା ଥୁଆ ହେଇକି ରହିବ। ତାଠୁ ବେଟର ସେକେଣ୍ଡ ହ୍ୟାଣ୍ଡ ଭାଇ ଗାଡ଼ି କିଣନ୍ତୁ। 3,80,000 ଟଙ୍କାର ଭାଇରେ ଅଛି, ପୁଣି ବାଲେଶ୍ୱରରେ, ପୁଣି ମୋ ଏରିଆରେ ଗାଡ଼ି ଅଛି। ଆପଣ ଚାହିଁଲେ ନେଇପାରିବେ, କିଛି ଅସୁବିଧା ନାହିଁ। ନେକ୍ସଟ ଦେଖିବା କ'ଣ ଅଛି। ଦେଖନ୍ତୁ, ଫ୍ୟାମିଲି ପ୍ଲାନ୍ ଗାଡ଼ି, ଏଥିରେ ଭାଇ ଏସି ମିଳିବ, ମ୍ୟୁଜିକ୍ ମିଳିବ, ସବୁ କିଛି ମିଳିବ। ଏ ଗାଡ଼ି ଦେଖନ୍ତୁ କ୍ୱାଲିଟି କେୟାର, ମାଇଲେଜ ମଧ୍ୟ ଭଲ ରହିବ। ଇଏ ୱେଷ୍ଟ ବେଙ୍ଗଲ ଗାଡ଼ି ଭାଇ। ୱେଷ୍ଟ ବେଙ୍ଗଲ ଗୋଟେ କଥା ଜାଣିଥିବ, ଯେ ସେଇ ସେପଟ ଖାଇ, ସେଇଭଳିଆ ସେପଟ ଏରିଆରେ ଲୋକମାନେ ନୂଆ ନୂଆ ସବୁ ଗାଡ଼ି କିଣିବା ପାଇଁ ଚେଷ୍ଟା କରନ୍ତି। ଯଦି ଆପଣ ଇଣ୍ଟରେଷ୍ଟିଂ ଅଛନ୍ତି, ଭାଇ ଆମର 49 ମିନିଟ୍ ପୋଷ୍ଟ କରିଛନ୍ତି ନୟାଗଡ଼ରେ, ତାହେଲେ ଆପଣ ଦେଖନ୍ତୁ 4,50,000 ଟଙ୍କାରେ ବଢ଼ିଆ ଅଛି। ୱେଷ୍ଟ ବେଙ୍ଗଲ ନୟାଗଡ଼ ହେଲା। ତ ପେପର ଅପଡେଟ୍ର 2023 ମଡେଲ ଗାଡ଼ି ଏତିକି ଅଛି, ଆଉ କିଛି ଇନଫର୍ମେସନ୍ ଦେଇନାହାନ୍ତି। ଆପଣ ଗାଡ଼ିର ଭିତରେ ବି ଦେଖିଲେ ମୋ ହିସାବରେ ଭାଇ ଠିକ୍ ଅଛି। ଆପଣ କେମିତି କ'ଣ କରିବେ ମୁଁ ଜାଣିନାହିଁ, ଆପଣ ମନକୁ ପାଉଛି କି ନାହିଁ। ନେକ୍ସଟ ଦେଖିବା କ'ଣ ଅଛି। ଦେଖନ୍ତୁ, ଆଉ ଗୋଟେ ଆପଣଙ୍କ ପାଇଁ 1,10,000 ଟଙ୍କାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ସତ କହିକି, ଏତେ କମ୍ ଟଙ୍କା ନା? ହଁ ଭାଇ, ଆପଣଙ୍କୁ ସେମିତି ଲାଗେ, କାହିଁକିନା ଆଜିକାଲି ଲୋକମାନେ ପୁରୁଣା ଗାଡ଼ି ହଟେଇକି ନୂଆ ଗାଡ଼ି କିଣିବା ପାଇଁ ଚେଷ୍ଟା କରୁଛନ୍ତି। ଆପଣ ମଧ୍ୟ ନିଅନ୍ତୁ। ନୂଆ ଗାଡ଼ି ଭୁଲରେ କିଣନ୍ତୁ ନାହିଁ। ଗାଡ଼ି ଦେଖନ୍ତୁ, କାହିଁକିନା ଆପଣ ଗୋଟେ ବର୍ଷ ଖାଲି ଗାଡ଼ି ଚଲେଇ ସାରିଲା ପରେ ଆପଣଙ୍କୁ ଆଉ ଇଚ୍ଛା ହେବନି ଗାଡ଼ି ଚଲେଇବା ପାଇଁ। ତେଣୁ କରିକି ପୁରୁଣା ଗାଡ଼ି ସବୁବେଳେ ନେବା ପାଇଁ ଚେଷ୍ଟା କରନ୍ତୁ। ଇଞ୍ଜିନ୍ ଚେସିସ୍ ସବୁ ବଡି ଟିକେ ଦେଖିକି ନିଅନ୍ତୁ। ବର୍ଷେ ଖଣ୍ଡେ ଚଲେଇଲା ପରେ ଆପଣଙ୍କୁ ମାନେ ଖୁସିଟା ଗୋଟେ ମିଳିଯିବ, ହଁ ଭାଇ ମୁଁ ଏଇଟା କରିପାରିଲି। ସେଥିପାଇଁ ଲୋକମାନେ ଗୋଟେ ଗାଡ଼ି କରନ୍ତି ହେଲା। ତ କେମିତି ଲାଗୁଛି ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରି ଆପଣ ମତାମତ ଦିଅନ୍ତୁ। ଏ ଗାଡ଼ି ଆମର ଭାଇ 1 ଘଣ୍ଟା ପୋଷ୍ଟ କରିଛନ୍ତି 1,10,000 ଟଙ୍କାରେ। ଆଜି ଆପଣମାନଙ୍କୁ ଗାଡ଼ି ସବୁ ଷ୍ଟାର୍ଟ କରିକି ମୁଁ ଦେଖେଇଛି। ଦେଖନ୍ତୁ, ସାଇନଙ୍କୋଲ ଉଡିରେ ଆପଣମାନଙ୍କ ଗାଡ଼ି ମିଳିବ। ଆଉ ଆପଣ ମତାମତ ନିଶ୍ଚୟ କମେଣ୍ଟ ବକ୍ସ କରିକି ଦିଅନ୍ତୁ ହେଲା।